ଆଜି ସାଙ୍ଗମାନେ ଥିଲା କି ଶୁକ୍ରବାର। ଆଜି ଦିନଟା ଏତେ ଇଏ ଦିନ ଥିଲା, ଲାଇନ୍ ନଥିଲା ସାଙ୍ଗମାନେ। ଯାହା ଅବସ୍ଥା, ଲାଇନ୍ 10:30ଟାରୁ ଗଲେ ଯେ ଏପର୍ଯ୍ୟନ୍ତ ହିଁ ଆସିବାକୁ ନା ଧରୁନି। ଆଉ ଲାଇନ୍ ଅନେଇଲେ ଆମେ ମାଛ ପାଇଥିଲୁ, ଆସି ହେଲାଣି କେତେ 12:30 ହେଇଗଲାଣି, ଲାଇନ୍ ଆସିନି। ଏଇଠି ଶୁଖୁଆ ଟିକେ ଭାଜି ଏଇଠି ଲାଇନ୍କି ଅପେକ୍ଷା କରି ମସଲା ବଟେଇକି ଆଜି ଆମ ସାଙ୍ଗମାନେ ବହୁତ ଡେରି ହେଇଗଲାଣି। ଲାଇନ୍ ଆସିଲା କେତେବେଳେ ବେଳେ 2ଟା ବେଳେ। ଆମେ ଏଇଠି ମାଛ ଭାଜିକି ରଖିଥିଲୁ, ତରକାରୀ କରିଥିଲୁ ରୋହି ମାଛ। ଆମେ ତ ଖାଇବୁନି ଦିଦିଙ୍କର ମୋର, ସେଥିପାଇଁ ଆମ ପାଇଁ ସଜନା ଛୁଇଁ ଆଉ ଚୁଙ୍ଗୁଡ଼ି, ସାରୁ, ଆଳୁ ପକେଇ ତରକାରୀ ହେଇଛି, ଆମେ ଖାଇବୁ। ଦିଦିଙ୍କର ମୋର ଖାଇବୁ। ଆଜି ଏତେ ଡେରି ହେଲାଣି ସାଙ୍ଗମାନେ, 3ଟା ବାଜିଲାଣି, ପ୍ରବଳ ଭୋକ ଆଜି। ରୋଷେଇ ସରିଲେ ପୁଣି ଖାଇବୁ ନା ନାହିଁ। ମସଲା ଲାଇନ୍କି ଅନେଇନି ସାଙ୍ଗମାନେ, ଏତେ ଲେଟ୍ ହେଲାଣି ଆଜି, ପ୍ରବଳ ଲେଟ୍ ଆଜି ହେଇଛି। ତା ଯାହା ଯେମିତି ହଉ ରୋଷେଇବାସ କରି ସମସ୍ତଙ୍କୁ ଖାଇବାକୁ ଦେଇଦେଇ ଆମେ ବସିଗଲୁ ଖାଇବା ପାଇଁ ଦିଦିଙ୍କର ମୋର। ଏଠି ଦିଦିଙ୍କର ମୋର ଖାଉଛୁ। ତ ମାନେ ବାରିରେ ରୋଷେଇ କରିକି ଖରାକୁ ଆରେ ଲେଟ୍ ହେଲାଣି। ତରକାରୀ ଟିକେ ସାଙ୍ଗମାନେ ଅଲଣା ହେଇଯାଇଛି, ଯେତେ ଲୁଣ ପକେଇଲେ ବି ଲୁଣ ଠିକ୍ ସେ ଲାଗୁନି। ଆମେ ଏଠି ଦିଦିଙ୍କର ମୋର ସାଙ୍ଗମାନେ ଖାଉଛୁ। ଯଦି ଆମ ଭିଡ଼ିଓଟା ସାଙ୍ଗମାନେ ଭଲ ଲାଗିଥିବ, ପ୍ଲିଜ୍ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ଗୋଟେ କରିବେ। ଆଉ ସାଙ୍ଗମାନେ ଆମେ ତ ଖାଇଲୁ, ଆପଣମାନେ ଯାଆନ୍ତୁ ଖାଇବା। ଆମର ତ ଆଜି ବହୁତ ଲେଟ୍ ହେଲେ। ଆମେ ଖାଇକି ବାସନ ମଜାମଜି କଲାବେଳକୁ 4ଟା ବୋଧେ ହେବ, 3ଟା ବେଳେ।